ପରେ ଆମକୁ ପରିହାସ କରାଯାଏ। ପ୍ରଥମେ ଲୋକମାନେ ଆମକୁ ନିଜର କରନ୍ତି। ଆମେ ଜାଣିନାହୁଁ ଆମେ କିପରି, କିନ୍ତୁ ଆମକୁ ଯେତିକି ଖରାପ କୁହାଯାଉଛି ସେତିକି ଖରାପ ନୁହେଁ। ଆମେ ସେହି ବ୍ୟକ୍ତିଙ୍କୁ ଖୋଜୁଛୁ ଯିଏ ପ୍ରତିଜ୍ଞା ପାଳନ କରେ, ନଚେତ୍ ଆମେ ଏପରି ଲୋକଙ୍କୁ ପାଇଥାଉ ଯେଉଁମାନେ ସବୁଠାରେ ପ୍ରତିଜ୍ଞା ଭାଙ୍ଗନ୍ତି। ବେଳେବେଳେ ମନକୁ ବୁଝାଇବା ଭଲ ହୋଇଥାଏ, କାରଣ ଆମର ପ୍ରତ୍ୟେକ ଜିଦ୍ ଆମକୁ ସୁଖ ଦେଇନଥାଏ। ଯେଉଁ ଲୋକମାନେ ସେମାନଙ୍କର ଭୁଲକୁ ସ୍ୱୀକାର କରନ୍ତି ନାହିଁ, ସେମାନେ କିପରି ତୁମକୁ ସେମାନଙ୍କର ଗ୍ରହଣ କରିବେ? ମୁଁ ଜାଣେ ନାହିଁ କାହିଁକି ଲୋକମାନେ ଆମକୁ ଛାଡ଼ି ଯାଆନ୍ତି, ଯାହାକୁ ଆମେ ଜୀବନ ବିବେଚନା କରୁ ଏବଂ ସେମାନଙ୍କୁ କେବେ ହରାଇବାକୁ ଚାହିଁନଥାଉ। ଜଣେ ବନ୍ଧୁ ହେଉଛନ୍ତି ସିଏ ଯାହା ସହିତ ଆମେ ସତର୍କତାର ସହିତ ନୁହେଁ, ବରଂ ଖୋଲାଖୋଲି ଭାବରେ କଥା ହୋଇପାରିଥାଉ। କେହି ନିଜର ନୁହନ୍ତି। ଏଠାରେ ସମସ୍ତେ ସମୟ ଅତିବାହିତ କରିବାକୁ ଆମକୁ ନିଜର କରନ୍ତି। ଯେଉଁମାନେ ମୋ ସହିତ ରହିବା ପରେ ମଧ୍ୟ ମୋ ସହିତ ନାହାନ୍ତି, ସେମାନଙ୍କ ଠାରୁ ମୋତେ ଦୂରେଇ ରହିବାକୁ ପଡ଼ିବ। ଯିଏ ତୁମର ମୂଲ୍ୟ ବୁଝେ ନାହିଁ, ତାଙ୍କ ଆଗରେ ତୁମ ପ୍ରେମକୁ ଜବରଦସ୍ତ ଦେଖାନ୍ତୁ ନାହିଁ। ଆମ ଜୀବନରେ ଭଲ ଲୋକ ରହିବା ଆମର ଭାଗ୍ୟ ଏବଂ ସେମାନଙ୍କର ଯତ୍ନ ନେବା ଆମର ଦକ୍ଷତା। ଯେତେବେଳେ ତୁମର ପ୍ରେମ ତୁମ ସାମ୍ନାରେ ଅନ୍ୟ କାହାର ହୋଇଯାଏ, ସେତେବେଳେ ତୁମେ ତୁମର ପ୍ରେମକୁ ବୁଝିପାରିବ। ଆଜିର ଯୁଗରେ ଧନୀମାନଙ୍କ ଅପରାଧ ଏକ ଭୁଲ ଏବଂ ଗରିବଙ୍କ ଭୁଲ ମଧ୍ୟ ଅପରାଧ ବୋଲି ବିବେଚନା କରାଯାଏ। କାହା ପଛରେ ଦୌଡ଼ିବା ଦ୍ୱାରା ତୁମର ମୂଲ୍ୟ କେବେ ହ୍ରାସ କର ନାହିଁ, କାରଣ ତୁମର ଯିଏ ସିଏ ତୁମକୁ ଛାଡ଼ିବ ନାହିଁ। ଘୃଣା ବିଷୟରେ ଗୋଟିଏ ଭଲ କଥା ହେଉଛି, ଏହା ପ୍ରେମ ପରି ମିଥ୍ୟା ନୁହେଁ। ଏହା ଆଶ୍ଚର୍ଯ୍ୟଜନକ ଯେ ଲୋକମାନେ କିଛି ସମୟ ପାଇଁ ଖୁସି ହେବା ପାଇଁ ସାରା ଜୀବନ ଅସନ୍ତୁଷ୍ଟ ରୁହନ୍ତି। ମିଠା ହେବାର କ୍ଷତି କିଭଳି ହୋଇଥାଏ ତାହା ଆଖୁ ଅପେକ୍ଷା କେହି ଭଲ ଭାବରେ ଜାଣନ୍ତି ନାହିଁ। ଯେତେବେଳେ ଜଣେ ବ୍ୟକ୍ତିର ହୃଦୟ ଭାଙ୍ଗିଯାଏ, ସେତେବେଳେ କେବଳ ହୃଦୟ ନୁହେଁ, ଏହା ସହିତ ତାଙ୍କର ବିଶ୍ୱାସ ଏବଂ ନିବିଡ଼ତା ମଧ୍ୟ ଭାଙ୍ଗିଯାଏ, ଯାହା କେବଳ ଆପଣଙ୍କ ସହିତ ରହିଥାଏ। ଭାଗ୍ୟ ସବୁବେଳେ ଖରାପ ନୁହେଁ। ବେଳେବେଳେ ଆମେ ଭୁଲ ନିଷ୍ପତ୍ତି ନେଇଥାଉ। ଯଦି ଲୋକମାନେ ଟିକିଏ ଦକ୍ଷ ହୁଅନ୍ତି, ତେବେ ସେମାନେ ଅନ୍ୟମାନଙ୍କୁ ମୂର୍ଖ ବୋଲି ଭାବିବା ଆରମ୍ଭ କରନ୍ତି। ଯାହାର ଅଧିକ ବିକଳ୍ପ ଅଛି, ସେ କେବେ ବି କାହାର ଭାବନା ବୁଝିପାରେ ନାହିଁ। କାରଣ ଯାହା ହେଉନା କାହିଁକି, ପ୍ରତାରଣା ସବୁବେଳେ ପ୍ରତାରଣା ହୋଇଥାଏ। ସମ୍ପର୍କର ସୌନ୍ଦର୍ଯ୍ୟ ପରସ୍ପରକୁ ବୁଝିବାରେ ରହିଥାଏ। ଯଦି ତୁମେ ତୁମ ପରି କାହାକୁ ଖୋଜ, ତୁମେ ଏକୁଟିଆ ରହିବ। ଆଜିକାଲି ଲୋକମାନେ ଯେତେବେଳେ ତୁମକୁ ଆବଶ୍ୟକ କରନ୍ତି, ତୁମକୁ ପ୍ରଶଂସା କରନ୍ତି। ଯେଉଁମାନେ ରାଗିକି ଯାଇଥାନ୍ତି, ସେମାନେ ଫେରି ଆସନ୍ତି, କିନ୍ତୁ ଯିଏ ସମ୍ପର୍କ ଭାଙ୍ଗି ଯାଇଥାନ୍ତି, ସେ ଆଉ ଫେରି ଆସନ୍ତି ନାହିଁ। କିଛି ଲୋକ ପ୍ରତିଦିନ ଆମ ହୃଦୟକୁ ଆଘାତ କରନ୍ତି, କିନ୍ତୁ ତଥାପି ସେମାନଙ୍କ ସହ କଥା ହେବା ପରେ ଆମେ ଖୁସି ଅନୁଭବ କରୁ। ଆଶା ବହୁତ କଷ୍ଟ ଦିଏ, କିନ୍ତୁ ମୁଁ ଜାଣେ ନାହିଁ କାହିଁକି ଏହି ହୃଦୟରେ ଭରସା ଅଛି। କୃତ୍ରିମ ସମ୍ପର୍କ ଅପେକ୍ଷା ଏକୁଟିଆ ରହିବାକୁ ଶିଖିବା ବହୁତ ଭଲ। ପ୍ରେମ ଏବଂ ଘୃଣା କେବଳ ଦୁଇଟି ସରଳ ଶବ୍ଦ, କିନ୍ତୁ ଏହି ଦୁଇଟି ଶବ୍ଦ ମଣିଷକୁ ମଧ୍ୟ ଦେବତା କିମ୍ବା ଅସୁର କରିପାରେ। ଜଣା ନାହିଁ ଜୀବନ ଆଉଥରେ ମିଳିବ କି ନାହିଁ, ତେଣୁ ଦୁଃଖ, କ୍ରୋଧ, ଘୃଣା, ବିରକ୍ତି କିମ୍ବା କାହା ସହିତ ଯୁଦ୍ଧରେ ଏହାକୁ ନଷ୍ଟ କରନ୍ତୁ ନାହିଁ। ବନ୍ଧୁଗଣ, ଆଶା କରେ ଆପଣଙ୍କୁ ଏହି ବିଚାରରୁ କିଛି ଶିଖିବାକୁ ମିଳିଥାଇପାରେ। ଯେଉଁ ବାର୍ତ୍ତା ଆପଣଙ୍କୁ ଭଲ ଲାଗିଥାଏ ତାକୁ କମେଣ୍ଟ ବକ୍ସରେ ଲେଖି ଜଣାଇବାକୁ ଅନୁରୋଧ। ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହିଭଳି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ।